ବର୍ତ୍ତମାନ ଓଡ଼ିଶାରେ ଯେଉଁ କେତୋଟି ଘଟଣା ଘଟିଲାଣି ସେଥିରେ ବିଶେଷ କିଛି ଭାବନା ବା ବିଶେଷ କିଛି ବିଚାର ବିଶେଷ କିଛି ଉଦ୍ଦେଶ୍ୟ ସମାଜର ଭଲ ପାଇଁ ରହିଲା ଭଳିଆ ଦେଖାଯାଉ ନାହିଁ। ମୋ ମତାମତ ହେଲା ବ୍ୟକ୍ତିଗତ ଭାବରେ ସମସ୍ତଙ୍କର ସ୍ୱାର୍ଥ ଗୋଟେ ଭିନ୍ନ ପ୍ରକାରର ଥାଏ, କିନ୍ତୁ ଯେତେବେଳେ ଏଇଟା ଜନତା ଉପରକୁ ଆସେ ବା ମବ୍ ଉପରକୁ ଆସେ ତାହା ଗୋଟେ ଜନତାଙ୍କର ସାଧାରଣ ଆଚରଣ ବୋଲି ଧରାଯାଇଥାଏ। ଆଉ ସବୁବେଳେ ଏହା ଆମେ ନେଇଥାଉ ଯେ ଜନତାଙ୍କର ସାଧାରଣ ଆଚରଣ ହେଲା ଜନସାଧାରଣଙ୍କର ଭାବନାର ପ୍ରତିଫଳନ ଆଉ ତାକୁ ପ୍ରତ୍ୟେକ ରାଜନୈତିକ ସାମାଜିକ ଆଉ ସାଂସ୍କୃତିକ ଦିଗରୁ ଲୋକ ଗ୍ରହଣ କରିଥାନ୍ତି, କାହିଁକିନା ତାହା ଜନତାର ସ୍ୱର ହିସାବରେ ଗ୍ରହଣ କରାଯାଇଥାଇପାରେ। କିନ୍ତୁ ଦୁଃଖର କଥା ବର୍ତ୍ତମାନ ଓଡ଼ିଶାରେ ଯେଉଁ କେତୋଟି ଘଟଣା ଘଟିଲାଣି ସେଥିରେ ବିଶେଷ କିଛି ଭାବନା ବା ବିଶେଷ କିଛି ବିଚାର ବିଶେଷ କିଛି ଉଦ୍ଦେଶ୍ୟ ସମାଜର ଭଲ ପାଇଁ ରହିଲା ଭଳିଆ ଦେଖାଯାଉ ନାହିଁ। ଆଉ ଭୟ ଓ କ୍ରୋଧର ସମ୍ମିଶ୍ରଣରେ ଯାହା ବି କରାଯାଏ ତାହା କେବେ ବି ଉଚିତ ପଦକ୍ଷେପ ନୁହେଁ। ଆମେ ସବୁବେଳେ ଶାନ୍ତ ମନରେ ଭାବି ଗୋଟାଏ ଆକ୍ସନ୍ ନେବା ବା ଗୋଟେ କାମ କରିବା ଆବଶ୍ୟକ। ଦ୍ୱିତୀୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମେ ନିଜର ବିବେକର ବାଣୀ ଶୁଣିବା ଦରକାର। ଗୋଟାଏ ଘଟଣା ସତ ନ ହେଇପାରେ, ତାର ଟ୍ରୁ ଫ୍ୟାକ୍ଟ କ'ଣ, ସତରେ ଏମିତି ହେଇଛି ନା ଏହା ଗୋଟେ କଥା କୁହା ଜିନିଷ। ଯେମିତି ଆମେ ଦେଖୁ ତିନି ତୁଣ୍ଡରେ ଛେଳି କୁକୁର, ଜଣେ କିଏ କାହାକୁ କ'ଣ କହିଦେଲାଣି, ତାହା ଉଡ଼ା ଖବର ଆସି ଆଉ ଜଣଙ୍କ ପାଖରେ ପହଞ୍ଚିଗଲାଣି, ସିଏ ସେଇ ଖବର ପାଇକି ମାଡ଼ି ଚାଲିଛନ୍ତି ବିନା ଯାଞ୍ଚରେ। ତ ସେଠି ଆମେ ଭାବି ଚିନ୍ତି ତଥ୍ୟ ଯାଞ୍ଚ କରି ଯେଉଁଟା ସତ୍ୟ ତା ପାଇଁ ଗୋଟେ ଅନବାୟାସ୍ଡ ରିଆକ୍ସନ୍, ଯେଉଁଥିରେ କି ଆମର କିଛି ନିଜର ସ୍ୱାର୍ଥ ନାହିଁ, ତାକୁ ନେବା ଦରକାର। ଆଉ ବିବେକାନୁମୋଦିତ ଷ୍ଟେପ୍ସ ନେବା ଦରକାର। ଭୟ ଆଉ କ୍ରୋଧ ତାକୁ ନିୟନ୍ତ୍ରଣ କରିବା ଦରକାର। ଆଉ ଦାୟିତ୍ୱବାନ ନାଗରିକ ଭାବରେ ଆମେ ବ୍ୟବହାର କରିବା ଦରକାର। ସେଥିରେ ଯଦି କିଛି ନିଶାର ପ୍ରଭାବ ଥାଏ ବା କିଛି ଗୋଟେ ଉଡ଼ା କଥା ଶୁଣିକି ନିଜେ ଆମେ ଏଜିଟେଟେଡ୍ ଥାଉ, ସେଥିରେ ଆମକୁ ରିଷ୍ଟ୍ରେନ୍ କରିବା ଆମର ଦାୟିତ୍ୱ। କାହିଁକିନା ଆମର ରିଆକ୍ସନ୍ ଦେଖିକି ଅନ୍ୟମାନେ ମଧ୍ୟ ରିଆକ୍ଟ କରିପାରନ୍ତି ଆଉ ତାହା ଗୋଟେ ଅପ୍ରୀତିକର ଘଟଣା ଘଟାଇପାରେ, ଜଣଙ୍କ ଜୀବନ ନେଇପାରେ ବା ଗୋଟେ ପରିବାର ନଷ୍ଟ କରିଦେଇପାରେ। ଆମେ ଯଦି ନିଜ ସମାଜ ପାଇଁ, ନିଜ ରାଜ୍ୟ ପାଇଁ, ନିଜ ଲୋକଙ୍କ ପାଇଁ ସେତିକି ଭାବିବାନି, ଦିନ ଆସିବ ଆମ ଜୀବନ ରାସ୍ତାରେ ଅସୁରକ୍ଷିତ ହେଇଯିବ।